গোটাଏ କୁରୁକ୍ଷେତ୍ର ମଣିଷ ଜଣେ ଯୋଦ୍ଧା ଆରେ ସଭା ସହ କରିଥାଏ ଯୁଦ୍ଧ ଯୁଦ୍ଧରେ ଥାଏ ଜୟ ଆଉ ପରାଜୟ କେତେବେଳେ ଜୟ ପୁଣି କେତେବେଳେ ପରାଜୟ ହେଲେ ମୁଁ ଜଣେ ପରାଜିତ ଯୋଦ୍ଧା ମୁଁ ଜଣେ ପରାଜିତ ଯୋଦ୍ଧା ତଥାପି ମୋ ଦେହରେ ପ୍ରବାହିତ ହେଉଛି ଯୁଦ୍ଧಂ ଦେଇ ଡକରା ରକ୍ତ ଯୋଗ ଆଗ୍ନି ମୋ ବନାଗ୍ନି এই বনাগ্নিটা ধরে যা উপরে জ্বলি যায় তা সব অংশটা জ্বলি পড়ি পাউস হয়ে যায় বর্তমান মানিত্যগণ রাজা দেবদত্তর সমস্যাটা হব পাউস ও ভাই চাক্ষি যাইছি গুপ্তচর হেই মানিত্যগণ রাজ্যକୁ କିଛି ନା କିଛି ଗୋଟାଏ ଶୁଭ ସମ୍ବାଦ ନେଇ ନିଶ୍ଚୟ ମୋ ପାଖକୁ ଫେରିବ এই শুভ সম্বাদ শুনিবা পাই মনটা বড় বিচলিত হয়ে পড়ুছি এসব ভাই চাক্ষি আসিবার বাটটাকে মু এইটি অপেক্ষা করিনি তু ভালরে ভালরে ফেরি আসিছু আরে চাক্ষি কি সম্বাদ নেই আসিছু সেই মানিক্যগড় রাজ্যর তারপরে কଣ ହେଇଛି କଣ ଦେଖିଲୁ রাজা দেবদত্ত রাজ্যর জনপ্রজা মিশি কଣ କରୁଛନ୍ତି তাপণ বংশକୁ রাজ্য অভিষেক କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନାଇଁ ଜଗନ୍ନାଥ ବନାଗ୍ନି ବଞ୍ଚିଥିବା ପର୍ଯ୍ୟନ୍ତ ସେହି ମାଣିକ୍ୟଗଡ଼ ରାଜ୍ୟରେ କେହି ରାଜା ହେଇପାରିବେ ଚାକ୍ଷି କେହି ରାଜା ହେଇପାରିବେନି ଏ ସମ୍ବାଦ ମୋ ପାଇଁ ଅଶୁଭ ସମ୍ବାଦ সম্বাদ ବି ଅଛି ଭାଇ ପ୍ରକାଶ କରିଛ କି ସେ ଶୁଭ ସମ୍ବାଦ ସେ ଶୁଭ ସମ୍ବାଦ ହଉଛି ଆସନ୍ତାକାଲି ରାଜା ଦେବଦତ୍ତର ବେନି ପୁଅ କଣ କରୁଛନ୍ତି ଭାଇ ଅକ୍ଷ ଓ ଭୟ ଦିଗ୍ବିଜୟ ଯାତ୍ରା କରିବେ ଚାକ୍ଷି ଆସନ୍ତାକାଲି ସେ ବେନି ଭାଇଟା ଦିଗ୍ବିଜୟ ଯାତ୍ରା କରିବେ ଏ ସମ୍ବାଦ ମୋ ପାଇଁ ଶୁଭ ସମ୍ବାଦ ଆସନ୍ତାକାଲି ଆମେ ବେନି ଭାଇ ମଧ୍ୟ ଦିଗ୍ବିଜୟ ଯାତ୍ରା କରିବା ଦିଗ୍ବିଜୟ ଯାତ୍ରା କରି ସେ ବେନି ଭାଇକୁ ଖଲାସ କରିଦେଇ ରାଜା ଦେବଦତ୍ତ ଆଗରେ ପୁଅର ମୃତ୍ୟୁ ଖବରଟା ଜଣାଇ ଦେବା ପୁଅର ମୃତ୍ୟୁ ଖବର ଶୁଣିଲା ପରେ ନିଶ୍ଚୟ ରାଜା ଦେବଦତ୍ତ ଭାଙ୍ଗି ପଡ଼ିବ ତାପରେ ରାଜା ଦେବଦତ୍ତ ଯେମିତି ଆମକୁ ରାଜସଭା ମଧ୍ୟରେ ମାଳବାରୀ ରାଜ୍ୟରୁ ତାଉଡ଼େଇ ଦେଇ ଦାଣ୍ଡର ଭିକାରୀ ସଜାଇଥିଲା ଠିକ୍ ସେମିତି ତାକୁ ମାଳବାରୀ ରାଜ୍ୟରୁ ତଡ଼ି ଦେଇ ଦାଣ୍ଡର ଭିକାରୀ ସଜାଇ ଦେବା ହେଲେ ସଖୀ ଗୋଟାଏ କଥା ଦିଗ୍ବିଜୟ ଯାତ୍ରା କରିବାକୁ ହେଲେ ଅସ୍ତ୍ର ଶସ୍ତ୍ର ବୋଲି ଆମ ପାଖରେ କିଛି ବି ନାହିଁ ସେ ସବୁ ଆସିବ କୋଉଠୁ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ଜାଣିଛି ଜମା ଚିନ୍ତା କରନ୍ତୁନି ଭାଇ ମାନେ ସେଇ ମହାଭାରତର କଥା ଆରେ କୋଉ କଥାରେ ସେଇ ମହାଭାରତରେ କଣ ହେଇଥିଲା ପଞ୍ଚୁ ପାଣ୍ଡବ ଗୁପ୍ତ ବନବାସ ଯାଇଥିଲେ ଯାଇଥିଲେ ବନବାସ ଗଲା ସମୟରେ ସେମାନେ ଅସ୍ତ୍ର ଶସ୍ତ୍ର ସବୁ ଗୋପନରେ ରଖିଥିଲେ ରଖିଥିଲେ ଦେଖେ ଠିକ୍ ସେମିତି କଣ କରିଛି ରାଜା ଦେବଦତ୍ତ ଯେତେବେଳେ ଆମକୁ ରାଜ୍ୟରୁ ତଡ଼ିଦେଲା ମୁଁ ଅସ୍ତ୍ର ଶସ୍ତ୍ର ସବୁ ଗୋପନରେ ରଖିଛି ତୁ ସତ କହୁଛୁ ଦେଖେ ଦେଖେ ରାଜା ଦେବଦତ୍ତ ଯେତେବେଳେ ଆମ ବେନି ଭାଇଟାକୁ ରାଜ୍ୟରୁ ତଡ଼ି ଦେଇଥିଲା সেই সময়টা আমার বেনি ভাইଙ୍କ ପାଇଁ ଗୋଟାଏ ବିପଦର ସମୟ ଥିଲା সেই ବିପଦ ସମୟରେ ତୁ ଅସ୍ତ୍ର ଶସ୍ତ୍ର ନେଇ ଗୋପନରେ ରଖିଲୁ କେମିତି ବନାଗ୍ନିର ସାବାସ ସଖୀ ବିପଦ ସମୟରେ ଯୋଉ କାମଟା କରିଛୁ ତ ବୁଦ୍ଧିକୁ ମାନିବାକୁ ପଡିବ ସତରେ ସଖୀ
ତୁ ଜଣେ ଭାରି ଚତୁର ଲୋକଟା ଭାଇ ହେଲେ ଦେଖେ ଏଠି ଆଉ ସମୟ ନଷ୍ଟ କରିବା ଯଥା ଶୀଘ୍ର ଚାଲିଯିବା ଆଉ ଅସ୍ତ୍ର ଶସ୍ତ୍ର ଯୋଗାଡ଼ କରି ଦିଗ୍ବିଜୟ ଯାତ୍ରା କରିବା ଏବେ ଚାଲନ୍ତୁ ଭାଇ ଚାଲ ଦେଖେ